ଶ୍ରୀରାମ ଅବତାର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଜଗନ୍ନାଥ ମହାପ୍ରଭୁ। ପତିତପାବନ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଦଶପଲ୍ଲା କୁଞ୍ଜବନ ଗଡ଼ସ୍ଥିତ ଆଡ଼ପ ମଣ୍ଡପରେ ବାହୁଡ଼ା ନବମୀ ଅବସରରେ ଦିବ୍ୟ ଶ୍ରୀରାମଙ୍କ ଅବତାର ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ବିଶ୍ୱାସ ରହିଛି ଯେ ଆଡ଼ପ ମଣ୍ଡପରେ ନବମୀ ଦର୍ଶନ କରିବା ପାଇଁ ବିଭିନ୍ନ ଦେବାଦେବୀଙ୍କ ସମେତ ଚିରଞ୍ଜୀବୀ ଭକ୍ତ ବିଭୀଷଣ ମଧ୍ୟ ଆସିଥାନ୍ତି। ନବମୀରେ ଜଗନ୍ନାଥ ମହାପ୍ରଭୁ ଶ୍ରୀରାମଙ୍କ ବେଶ ଦର୍ଶନରେ ବହୁ ପୁଣ୍ୟ ଅର୍ଜନ ହୁଏ। ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଘୁନାଥ ବେଶର ସ୍ୱତନ୍ତ୍ର ଭୂମିକା ରହିଥାଏ। ସନ୍ଧ୍ୟା ଆଳତୀ ପରେ ରାମଲୀଳାର ଅଭିନେତାମାନେ ଗୁଣ୍ଡିଚା ମନ୍ଦିରଠାରେ ରାମାୟଣ ଗାନ କରିଥିଲେ। ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଆଡ଼ପ ମଣ୍ଡପରେ ଶେଷ ସନ୍ଧ୍ୟାରେ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ସନ୍ଧ୍ୟା ଦର୍ଶନ କରିଥିଲେ। ଅନୁରୂପ ଭାବେ ସାତପାଟଣାରେ ମଧ୍ୟ ବିଜେ ଚତୁର୍ଦ୍ଧାମୂର୍ତ୍ତି ଓ ଦୁର୍ଲଭ 24 ଅବତାର ବେଶକୁ ଦେଖିବା ସକାଶେ ଜନ ସମାଗମ ହୋଇଥିଲା। ଦଶପଲ୍ଲାରୁ ରଞ୍ଜନ ଦାସଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।